হরে কৃষ্ণ। জয় জগন্নাথ ସମସ୍ତଙ୍କୁ। ଆଜି যে ଆମର 9ଟା ଗ୍ରହ ଅଛି ସେଇ ଗ୍ରହ ଦେଇକି କେମିତି ମହାରାଜଯୋଗ ହୁଏ ସେଇ ସମ୍ବନ୍ଧରେ ଆଲୋଚନା କରିବି। ଜାଣିଛନ୍ତି କି ରାହୁ କେତୁ ହେଉଛି ଛାୟା ଗ୍ରହ, କିନ୍ତୁ ରାହୁ କେତୁ ବାସ୍ତବ ଗ୍ରହ ନୁହେଁ, ଚନ୍ଦ୍ରର ଗୋଟେ ଅବସ୍ଥାନ। ଆଉ ଚନ୍ଦ୍ର ଆଉ ରବି ଜ୍ୟୋତିଷଶାସ୍ତ୍ରରେ ଏମାନଙ୍କୁ ଗ୍ରହ ଧରାଯାଇଛି, ରାହୁ କେତୁକୁ ବି ଗ୍ରହ ଧରାଯାଇଛି। ଏମାନଙ୍କର ପ୍ରଭାବ ଅଛି। ତଥାପି ରାଜଯୋଗ ପାଇଁ ରବି ଆଉ ଚନ୍ଦ୍ର ଛାଡ଼ିକି ଆଉ ରାହୁ କେତୁକୁ ଛାଡ଼ିକି ଆଉ 5ଟା ଯେ ଗ୍ରହ ଥାଏ, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର ଆଉ ଶନି, ଏଇ 5ଟା ଗ୍ରହର 5ଟା ରାଜଯୋଗ ହୁଏ। କେମିତି ହୁଏ ଆଉ ତା ଫଳ କେମିତି ସେଟା ଆଲୋଚନା କରୁଛୁ। ମଙ୍ଗଳ ଯଦି କାହାର ମେଷ ରାଶି, ବୃଶ୍ଚିକ ରାଶି ଆଉ ମକର ରାଶିରେ ଅବସ୍ଥାନ କରିବ ଏବଂ ଆପଣଙ୍କର କୁଷ୍ଠିରେ ଯଦି କୁଷ୍ଠି ଥିବ ଦେଖିବ, ଯଦି କାହାର ଏମିତି ଥିବ ତାହେଲେ ଜାଣିଦିଅ ସେ ପ୍ରବଳ ଧନୀ, ଗାଡ଼ି ବାଡ଼ି ସବୁ କିଛି ତାର କିନ୍ତୁ ହବ। ତ ଲଗ୍ନ ଠାରୁ କ'ଣ କେନ୍ଦ୍ର ଆଉ କୋଣରେ ରହିବାକୁ ପଡ଼ିବ। ଲଗ୍ନ ମାନେ ଆପଣଙ୍କର ଯେଉଁ ବାର୍ଥ ଚାର୍ଟ ଥିବ, କୁଷ୍ଠି ଥିବ, ସେଇଥିରେ ଯେଠି ଲ ଲେଖା ଥିବ ସେଟା ହିଁ ଲଗ୍ନ, বা চ ଲେଖା ଥିବ ସେଟା ହେଉଛି ରାଶି। ରାଶି ଆଉ ଲଗ୍ନ ଠାରୁ ଯଦି ମୁଁ ଯେଟା କହୁଛି ସେଇ ଅବସ୍ଥାନରେ ରହିବ ତାହେଲେ ଜାଣିଦିଅ କି ସେ ସେଇ ରାଜଯୋଗ ତାହାର କୁଣ୍ଡଳୀରେ ଅଛି, ସେ ଏମିତି ଧନୀ ହବ। ହେଲେ যেটি কুষ্ঠীরে ল ଆଉ চ ଲେଖା ଥିବ ସେଟା ରାଶି ଆଉ ଲଗ୍ନ, ଯେଠୁ ହଉ ରାଶିରେ ହଉ ଲଗ୍ନରେ ହଉ କ'ଣ ଥିବ, ମଙ୍ଗଳ କୋଉଠି ଥିବ, ମେଷ ରାଶିରେ ଥିବ, ବୃଶ୍ଚିକ ରାଶିରେ ଥିବ ଆଉ ମକର ରାଶିରେ ଥିବ। ଯଦି ଏମିତି ଥିବ ଆଉ ଲ ଆଉ ଚ ଠୁ, ଲଗ୍ନ ଆଉ ରାଶିଠୁ, ଚନ୍ଦ୍ରଠୁ ଯଦି ସେଟା କେନ୍ଦ୍ର କୋଣରେ ଥିବ, କେନ୍ଦ୍ର କ'ଣ ମାନେ କେନ୍ଦ୍ର ହେଉଛି ଲଗ୍ନଠୁ ଚତୁର୍ଥ, ସପ୍ତମ ଆଉ ଦଶମ, ଆଉ କ'ଣ ହେଉଛି এই ଲଗ୍ନଠାରୁ ଲଗ୍ନ ପଞ୍ଚମ ଆଉ ନବମ, এইଠୁ ଯଦି ମଙ୍ଗଳ ଅବସ୍ଥାନ କରିବ ତାହେଲେ ଜାଣିଦିଅ ଆପଣ କୁଷ୍ଠିରେ ରୁଚକ ନାମ ରାଜଯୋଗ, ମହାରାଜଯୋଗ ଥିବ ମଙ୍ଗଳ। ସେଇ ରାଜଯୋଗରେ କ'ଣ ହବ, ଏମାନେ ବହୁତ ସାହସୀ ହୁଅନ୍ତି, ଭୂମି ଗାଡ଼ି ବାଡ଼ି ଏମାନଙ୍କର ଅଭାବ ହୁଏ ନା। ପୁଲିସ ଚାକିରି, ମିଲିଟାରୀ ଚାକିରି, କୌଣସି ଜିମ୍ ଟ୍ରେନର, ବକ୍ସର ସବୁକିଛି ହେବାର ଏମାନଙ୍କର ଇଚ୍ଛା ଥାଏ, ସେମାନେ ହେଇ ବି ଥାଏ। ଏମାନେ ବହୁତ ଭୂମି ବାଡ଼ିର ମାଲିକ ହୋଇଥାଏ, ବହୁତ ବଡ଼ ଚାଷୀ ହେଇଥାଏ, ଆଉ ବହୁତ ସାହସୀ ହେଇଥାଏ। ଏମାନେ ଯେ ସାହସୀ କୌଣସି କର୍ମ ଯେମିତି ପୋଲିସ ମିଲିଟାରୀ ଏମିତି କାମ କରିବ, এইগুলা ଭିତରେ ତାଙ୍କର କିନ୍ତୁ ବହୁତ ଏଇ ସମ୍ବନ୍ଧ ହିଁ କର୍ମରେ ଠାରୁ ସେମାନେ ଜୀବନ ସଫଳତା ଅର୍ଜନ କରନ୍ତି। ତାପରେ ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ବହୁତ ଷ୍ଟ୍ରଙ୍ଗ ଥିବ, ଯେମିତିକି ମିଥୁନ ରାଶିରେ ଯଦି ବୁଧ ଥିବ, କନ୍ୟା ରାଶିରେ ଥିବ, ଆଉ ଯଦି ଲଗ୍ନ ଆଉ ରାଶିଠୁ କେନ୍ଦ୍ର କୋଣରେ ଥିବ, ସେଟା ରାଶି କେନ୍ଦ୍ର କ'ଣ କୋଉଟା ସେଟା ମୁଁ କହିଦେଇଛି ଟିକେ ଆଗେ। ତ ଯଦି ଲଗ୍ନରୁ ଚତୁର୍ଥ, ସପ୍ତମ ଆଉ ଦଶମ ଆଉ ରାଶି ଠାରୁ ବି ସେମିତି ଏଇ ବୁଧ ମିଥୁନ ଆଉ କନ୍ୟା ରାଶିରେ ଥିବ, ଜାଣିଦିଅ ଆପଣଙ୍କ କୁଣ୍ଡଳୀରେ ଭଦ୍ର ନାମକ ମହାରାଜଯୋଗ ହେଇଛି। ଯଦି ଆପଣଙ୍କ କୁଣ୍ଡଳୀ ଥିବ ଦେଖିପାରନ୍ତି, ଦେଖିଲେ ଯଦି ଏମିତି ଅବସ୍ଥାନ ଆପଣଙ୍କ କୁଣ୍ଡଳୀରେ ରହିଛି ତାହେଲେ ଜାଣିଦିଅ ଏଇ ଯୋଗ ଥିବା ଯାହା କୁଣ୍ଡଳୀରେ ଥିବ ସେ ବହୁତ ଭଲ ବୁଦ୍ଧିମାନ, ଇଞ୍ଜିନିୟର ହେଇପାରେ, ଗବେଷକ ହେଇପାରେ, ପଢ଼ାଶୁଣାରେ ବହୁତ ମାନେ ସଫଳତା ଅର୍ଜନ କରିବ, ଭଲ ଟିଚର ହବ, କଲେଜର ପ୍ରଫେସର ହେଇପାରେ, ମହାବିଦ୍ୟାଳୟ ଉପାଚାର୍ଯ୍ୟ ବି ହେଇପାରେ, ସ୍କୁଲ ଟିଚର, ଭଲ ଟିଚର, ଆଉ ଇଞ୍ଜିନିୟର ବି ହେଇପାରେ, ମିଡ଼ିଆ ଲାଇନରେ କାମ କରିପାରେ, ଭଲ ବିଦୂଷକ ହେଇପାରେ, ଭଲ ଲେଖକ, ଭଲ ପ୍ରକାଶକ, ଏଇ ଗବେଷକ, ଏଗୁଡ଼ା କିନ୍ତୁ ସେମାନେ କରିଥାନ୍ତି। ଏମାନଙ୍କ ପସନ୍ଦ ବି ଥାଏ। ଏଇ ଜୀବନରେ ହିଁ ଏଇ ସବୁ କାମରେ ହିଁ ସେମାନେ ସଫଳତା ଅର୍ଜନ କରିକି ଗାଡ଼ି ବାଡ଼ି ଭୂମି ସବୁ କିଛି ପ୍ରାପ୍ତ କରେ, ଆଉ ଜୀବନରେ ପ୍ରବଳ ସଫଳତା ଆସେ, ଲେଖାଲେଖି ବି କରେ ସେମାନେ। ତାପରେ ହେଉଛି ବୃହସ୍ପତି, ଦେବଗୁରୁ ବୃହସ୍ପତି। ତ ଏଇଟା ଯଦି ଏଇ ବୃହସ୍ପତି ଯଦି କାହାର କୁଣ୍ଡଳୀରେ ବା ଛକରେ କୁଣ୍ଡଳୀରେ ଯଦି ମୀନ ରାଶିରେ, ଧନୁ ରାଶିରେ ଆଉ କର୍କ ରାଶିରେ ଯଦି ଥିବ, କର୍କଟ ରାଶିରେ, କର୍କ ରାଶି, ଧନୁ ରାଶି ଆଉ ମୀନ ରାଶି, ଏଇ 3ଟା ଜାଗାକୁ ଯଦି ବୃହସ୍ପତି ଥିବ ତାହେଲେ ବୃହସ୍ପତି କିନ୍ତୁ ପ୍ରବଳ ଶକ୍ତିଶାଳୀ ଥାଏ। କର୍କଟରେ ସବୁଥିରୁ ଶକ୍ତିଶାଳୀ ବେଶୀ ଥାଏ। ତ
ପୁଣି ସେଇ ନିୟମ ଲଗ୍ନ ଆଉ ରାଶିଠୁ ଯଦି କେନ୍ଦ୍ର କୋଣରେ ଥିବ ତାହେଲେ ଜାଣିଦିଅ ମାନେ ଲଗ୍ନ ଚତୁର୍ଥ ପଞ୍ଚମ ସପ୍ତମ ନବମ ଆଉ ଦଶମ ଯଦି ଥିବ ଏମିତି ରାଜ୍ୟରେ ହଂସ ନାମକ ରାଜକ ମହାରାଜକ ସେଇ ତାଙ୍କ କୁଣ୍ଡଳୀରେ ଅବସ୍ଥାନ କରିବ ହେବ। ତ ସେଇ ରାଜ୍ୟରେ କ'ଣ ହବ ମାନେ ପ୍ରବଳ ଜ୍ଞାନୀ ବିଦ୍ୱାନ ପ୍ରାଜ୍ଞ ପଣ୍ଡିତ ପୂଜାରୀ ଧର୍ମ ପ୍ରଚାରକ ଭଲ ଜଜ୍ ସୁପ୍ରିମକୋର୍ଟ ହାଇକୋର୍ଟର ଜଜ୍ରେ ତାଙ୍କ ଏମିତି ବୃହସ୍ପତି କିନ୍ତୁ ଉଚ୍ଚସ୍ଥ ରହେ। ତାପରେ ମାନେ ପ୍ରବଳ ଧାର୍ମିକ ଏଇ ବର୍ତ୍ତମାନ ସମୟରେ ଯେମିତି ବର୍ତ୍ତମାନ ସମୟରେ ଯେତେ ଧାର୍ମିକ ଲୋକ ଅଛନ୍ତି ମାନେ ଯେମିତି ଯେତେ ଧାର୍ମିକ ଧର୍ମ ପ୍ରଚାରକ ଅଛନ୍ତି ଧର୍ମଗୁରୁ ଅଛନ୍ତି ସମସ୍ତଙ୍କର ବୃହସ୍ପତି ଉଚ୍ଚ ଅଛି। ବୃହସ୍ପତି ଉଚ୍ଚ ଥିଲେ ହିଁ ସେମାନେ ସେମିତି କରନ୍ତି। ଭଲ ଟିଚର ବହୁତ ଭଲ ପ୍ରଫେସର ବହୁତ ଜ୍ଞାନୀ ଗବେଷକ ପ୍ରତ୍ନତାନ୍ତ୍ରିକ ଏଗୁଡ଼ା ସବୁ ଯେଉଁମାନେ ବି ହେଇଛନ୍ତି ତାଙ୍କ କୁଣ୍ଡଳୀ କିନ୍ତୁ ଏମିତି ବୃହସ୍ପତି କିନ୍ତୁ ଷ୍ଟ୍ରଙ୍ଗ ଅଛି। ଏମିତି ଯାହା ମାନଙ୍କର ଯେଉଁମାନଙ୍କର ଦୃଷ୍ଟିରେ ଏମିତି ଥିବ ସେମାନେ କିନ୍ତୁ ଏମିତି ଏଇ ବିଷୟ ଉପରେ ସେମାନେ ସଫଳତା ଅର୍ଜନ କରିବେ। କାହା କୁଣ୍ଡଳୀ ଯଦି ଥିବ ସେଇ ରାସ୍ତାରେ ସେ ତାଙ୍କୁ ଯିବା ବି ସେଇ ରାସ୍ତାରେ ହିଁ ଏଇ ରାସ୍ତାରେ ଯିବା କିନ୍ତୁ ତାଙ୍କର ଭଲ ହେବ। ଏପରେ ହେଉଛି ଶୁକ୍ର। ଶୁକ୍ର ଯଦି କାହାର ତୁଲା ରାଶିରେ କାହାର ପୃଷ୍ଠିରେ ଦେଖାଯାଉଛି କି ତୁଲା ରାଶିରେ ଅଛି ବୃଷ ରାଶିରେ ଅଛି ଆଉ ମୀନ ରାଶିରେ ଥିବ ଏଇ ତିନିଟା ଯାକ ସ୍ଥାନରେ ଯଦି ଥିବ ତାହେଲେ ଜାଣିଦିଅ ମାନେ ପ୍ରବଳ ଧନୀ ହେବ ପ୍ରବଳ ଧନୀ। ଏଇ ଯୋଗକୁ କୁହାଯାଏ ମାଲବ୍ୟ ନାମକ ରାଜଯୋଗ ମହାରାଜ। ତ ସେଇ ପୁଣି ଗୋଟେ ନିୟମ ଲଗ୍ନ ଠାରୁ କେନ୍ଦ୍ର କୋଣରେ ଯଦି ଥିବ ଆଉ ତାହେଲେ ଜାଣିଦିଅ ଏଇ ମାଲବ୍ୟ ଯୋଗ ତାଙ୍କ କୁଣ୍ଡଳୀରେ ହେଇଛି। ମାଲବ୍ୟ ଯୋଗ ହେଲେ କ'ଣ ହବ ଏମାନେ ଗାଡ଼ି ବାଡ଼ି ମାନେ ପ୍ରବଳ ରାଜଯୋଗ ଥିବ ଆଉ ଗାଡ଼ି ବାଡ଼ି ଭୂମି ଏମାନଙ୍କର କୌଣସି ଅଭାବ ନଥିବ। ଜୀବନରେ ସୁଖୀ ବୈବାହିକ ଜୀବନରେ ବହୁତ ସୁଖୀ ହୁଏ। ସ୍ତ୍ରୀ ଠାରୁ ତାଙ୍କ ସ୍ୱାମୀ ଠାରୁ ବହୁତ ସୁଖୀ ହୁଏ। ଏମାନେ ଯଦି ଅଭିନୟ ଲାଇନରେ ଯିବ ଗୀତ ବଜଣା ତାପରେ କୌଣସି ବଡ଼ ଅଫିସର এইসব ଲାଇନରେ ତାଙ୍କର କିନ୍ତୁ ବହୁତ ସଫଳତା ଆସେ। ଶିଳ୍ପକଲା ଲାଇନରେ ବହୁତ ଭଲ ସଫଳତା ଆସେ। ଆଉ ଏମାନେ ବହୁତ ଲକ୍ଜରିୟସ୍ ଲାଇଫ୍ ଜିଅନ୍ତି ଗାଡ଼ି ବାଡ଼ି ଯେଉଁମାନେ ଦେଖି ପ୍ରବଳ ଧନୀ ଆଉ ଜୀବନରେ ବହୁତ ସୁଖ ସମ୍ପତ୍ତି ଅଛି ତାଙ୍କର ଶୁକ୍ର କିନ୍ତୁ ଭଲ ଥାଏ। ଆଉ ସ୍ତ୍ରୀ ସୌଭାଗ୍ୟ କିନ୍ତୁ ତାଙ୍କର ଭଲ ହୁଏ ଆଉ ସ୍ୱାମୀ ସୌଭାଗ୍ୟ ବି ଭଲ। ଆଉ ଯଦି କାହାର କୁଣ୍ଡଳୀରେ ଶନି ଦେଖାଯାଉଛି ତୁଲା ରାଶିରେ ନହେଲେ କୁମ୍ଭ ଆଉ ମକର ରାଶିରେ ଅବସ୍ଥାନ କରୁଛନ୍ତି ଆଉ ଲଗ୍ନ ଆଉ ରାଶିଠୁ କେନ୍ଦ୍ର କୋଣରେ ଥିବ ତାହେଲେ ଜାଣିଦିଅ ଏମାନଙ୍କର କୁଣ୍ଡଳୀରେ ଶଶ ନାମକ ରାଜ ଅବସ୍ଥାନ କରୁଛନ୍ତି। ସେଇ ଯୋଗରେ ଏମାନେ ପ୍ରବଳ ଧନୀ ହୁଏ। ପ୍ରଥମ ଜୀବନ ବହୁତ କଷ୍ଟ ଶେଷ ଜୀବନରେ ବହୁତ ଉନ୍ନତି। କ'ଣ କରିବ ଶନି? ଶନି ଏମାନଙ୍କୁ କୌଣସି ଖାଦାନର ମାଲିକ କରିପାରେ ଲହା ବ୍ୟବସାୟୀ କରିପାରେ ଗାଡ଼ି ବ୍ୟବସାୟୀ ଟ୍ରାନ୍ସପୋର୍ଟ ବିଜନେସ୍ এইগুলো ସବୁ ମାନେ ଯେତେ ସବୁ ଅଛି ଯେଉଁମାନେ ଖନିରେ କାମ କରୁଛନ୍ତି ମାନେ ଖଣିରୁ କୌଣସି କିଛି ଉତ୍ତୋଳନ এইগুলো ସବୁ ଶନି ହାତରେ ଅଛି। ଯାଙ୍କର ଶନି ଭଲ ଅଛି ସେମାନେ କয়ଲା ବିଜନେସ୍ ହେଇପାରେ ଲୁହା ବିଜନେସ୍ ଏଇ ମାର୍ଗରେ ତାଙ୍କୁ ପ୍ରବଳ ଧନୀ ବନେଇଦେବେ ପ୍ରବଳ ଧନୀ ସେଇ ଧନ ସମ୍ପତ୍ତିରେ ସେ ଧନୀ ହେଇଯିବେ। ଏମାନେ ବହୁତ ନ୍ୟାୟପ୍ରିୟ ହୁଏ ଆଉ କଷ୍ଟ କରିକି ବହୁତ ସଫଳତା ଆସେ। ତ ଜାଣିଲେ ଯେ ଆମର 5ଟା ଗ୍ରହ ଦେଖିକି ମହାରାଜଯୋଗ ହୁଏ। ଯଦି ଆପଣଙ୍କ ପୃଷ୍ଠିରେ ଥିବ ତ ଦେଖନ୍ତୁ ହେଲେ ଅବশ্যଇ ଜାଣନ୍ତୁ କି ଏଇ ରାସ୍ତାରେ ହିଁ ଯଦି ଆପଣ କାମ କରିବେ ତାହେଲେ କିନ୍ତୁ ଆପଣଙ୍କ ଜୀବନରେ ସଫଳତା ଆସିବ। ସମସ୍ତେ ହରେ କୃଷ୍ଣ ଜୟ ଜଗନ୍ନାଥ। ଆଗ